ମୋ ପାଠଶାଳାରେ ଆପଣଙ୍କୁ ସ୍ୱାଗତ। ଆସନ୍ତୁ ଆଜି ଆମେ ଜାଣିବା ଭାରତର ସମୁଦ୍ରସ୍ଥିତ କେତେକ ପ୍ରମୁଖ ବନ୍ଦର ସମ୍ପର୍କରେ। ଭାରତର ତିନି ପାର୍ଶ୍ୱରେ ସମୁଦ୍ର ପରିବେଷ୍ଟିତ, ଏଣୁ ଏହି ଭାରତକୁ ଏକ ପେନିନସୁଲା କଣ୍ଟ୍ରି କୁହାଯାଏ। ଯେଉଁ ତିନି ପାର୍ଶ୍ୱକୁ ସମୁଦ୍ର ଘେରି ରହିଛି, ସେହି ସ୍ଥାନମାନଙ୍କରେ ନିର୍ମାଣ ହୋଇଥିବା ବନ୍ଦର ବା ମେଜର ସି ପୋର୍ଟ ସମ୍ପର୍କରେ ଆଲୋଚନା କରିବା। ଏହି ମର୍ମରେ ପ୍ରଥମେ ଆମେ ଆଲୋଚନା କରିବା କାଣ୍ଡେଲା ସି ପୋର୍ଟ ସମ୍ପର୍କରେ। କାଣ୍ଡେଲା ସି ପୋର୍ଟ ହେଉଛି ଭାରତର ସବୁଠାରୁ ବ୍ୟସ୍ତବହୁଳ ବନ୍ଦର। ଏହି ସି ପୋର୍ଟରେ ଭାରତର ସର୍ବାଧିକ ବ୍ୟବସାୟ ହୋଇଥାଏ। କାଣ୍ଡେଲା ସି ପୋର୍ଟର ଅନ୍ୟ ନାମ ହେଉଛି ଦୀନଦୟାଲ ସି ପୋର୍ଟ। ଏହା ଜୁଆରିଆ ବନ୍ଦର ବା ଟାଇଡାଲ ସି ପୋର୍ଟ ନାମରେ ମଧ୍ୟ ନାମିତ ହୋଇଥାଏ। ଏହି ବନ୍ଦରକୁ ଭାରତ ସରକାର ମୁକ୍ତ ବ୍ୟାପାର କ୍ଷେତ୍ର ବା ଫ୍ରି ଟ୍ରେଡ୍ ଜୋନ୍ ରୂପେ ଘୋଷଣା କରିଛନ୍ତି। ବନ୍ଦରଟି ଭାରତର ଗୁଜରାଟ ରାଜ୍ୟରେ ଅବସ୍ଥିତ। ମାନଚିତ୍ରରେ ଯଦି ଆମେ କାଣ୍ଡେଲାକୁ ଚିହ୍ନଟ କରିବାକୁ ଚାହିଁବା, ତେବେ ଗୁଜରାଟର ଏହିଠାରେ କାଣ୍ଡେଲା ସି ପୋର୍ଟଟି ଅବସ୍ଥିତ। ଏବେ ଆସନ୍ତୁ ଜାଣିବା ମୁମ୍ବାଇ ସି ପୋର୍ଟ ସମ୍ପର୍କରେ। ଏହି ମୁମ୍ବାଇ ସି ପୋର୍ଟଟି ହେଉଛି ଭାରତର ସର୍ବବୃହତ ବନ୍ଦର ବା ବିଗେଷ୍ଟ ପୋର୍ଟ। ଏହି ସି ପୋର୍ଟଟି ଭାରତର ମହାରାଷ୍ଟ୍ର ରାଜ୍ୟରେ ଅବସ୍ଥିତ। ଯଦି ଆମେ ମୁମ୍ବାଇର ସବୁଠାରୁ ବୃହତ ବନ୍ଦରଟିକୁ ଜାଣିବାକୁ ଚାହିଁବା, ତେବେ ଭାରତୀୟ ମାନଚିତ୍ରର ଏହିଠାରେ ଅବସ୍ଥିତ ମୁମ୍ବାଇ ସି ପୋର୍ଟ। ବର୍ତ୍ତମାନ ଜାଣିବା ନମୋଶିବାଇ ସି ପୋର୍ଟ ସମ୍ପର୍କରେ। ଏହି ବନ୍ଦରଟି ଭାରତର ସବୁଠାରୁ ଆଧୁନିକ ବନ୍ଦର ଅଟେ ବା ଦ ମୋଷ୍ଟ ମଡର୍ଣ୍ଣ ସି ପୋର୍ଟ ଅଟେ। ଏହି ବନ୍ଦରଟିର ଅନ୍ୟ ନାମ ହେଉଛି ଜବାହରଲାଲ ନେହେରୁ ପୋର୍ଟ ଟ୍ରଷ୍ଟ ଏଜେନ୍ସି ବା JNPTA। ଏହି ବନ୍ଦରଟି ଭାରତର ମହାରାଷ୍ଟ୍ର ରାଜ୍ୟରେ ଅବସ୍ଥିତ। ମୁମ୍ବାଇ ସି ପୋର୍ଟର ଠିକ୍ ତଳକୁ ସେହି ମହାରାଷ୍ଟ୍ର ରାଜ୍ୟରେ ହିଁ JNPT ବନ୍ଦର ଅବସ୍ଥିତ। ଏବେ ଆସନ୍ତୁ ଜାଣିବା ଗୋଆର ଏକମାତ୍ର ବନ୍ଦର ମର୍ମୁଗାଓ ସି ପୋର୍ଟ ସମ୍ପର୍କରେ। ଏହି ବନ୍ଦରଟିର ଅନ୍ୟ ନାମ ହେଉଛି ଏଷ୍ଟୁଆରୀ ସି ପୋର୍ଟ। ଏଷ୍ଟୁଆରୀ ସି ପୋର୍ଟ। ଏହି ବନ୍ଦରଟି ଟୁରିଷ୍ଟ ସି ପୋର୍ଟ ନାମରେ ମଧ୍ୟ ପରିଚିତ ଅଟେ ଏବଂ ବନ୍ଦରଟି ଗୋଆ ରାଜ୍ୟରେ ଅବସ୍ଥିତ। ମାନଚିତ୍ରରେ ଯଦି ଦେଖିବା ଆମେ, ତେବେ ଗୋଆ ରାଜ୍ୟର ଏହିଠାରେ ମର୍ମୁଗାଓ ସି ପୋର୍ଟଟି ଅବସ୍ଥିତ। ପରବର୍ତ୍ତୀ ବନ୍ଦରଟି ହେଉଛି ମାଙ୍ଗାଲୋର ସି ପୋର୍ଟ। ଏହି ସି ପୋର୍ଟ ମାଧ୍ୟମରେ କୁଦ୍ରେମୁଖର ଖଣିଜ ପଦାର୍ଥକୁ ବିଦେଶକୁ ରପ୍ତାନି କରାଯାଏ। ଏହି ସି ପୋର୍ଟଟି କର୍ଣ୍ଣାଟକ ରାଜ୍ୟରେ ଅବସ୍ଥିତ। ଏବେ ଆସନ୍ତୁ ଜାଣିବା କେରଳ ରାଜ୍ୟରେ ଅବସ୍ଥିତ କୋଚିନ୍ ସି ପୋର୍ଟ ସମ୍ପର୍କରେ। ଏହି ପୋର୍ଟଟିକୁ ଆରବ ସାଗରର ରାଣୀ
ବା ଦି କ୍ୱିନ୍ ଅଫ୍ ଆରବିଆନ୍ ସି କୁହାଯାଇଥାଏ। ପରବର୍ତ୍ତୀ ପୋର୍ଟ ହେଉଛି ତୁତିକୋରିନ୍ ସି ପୋର୍ଟ। ଏହି ପୋର୍ଟଟି ଭାରତର ସବୁଠାରୁ କମ୍ ଗଭୀର ବନ୍ଦର ବା ଲେସ୍ ଡିପ୍ ସି ପୋର୍ଟ ଅଟେ। ଏହି ସି ପୋର୍ଟଟି ଭାରତର ତାମିଲନାଡୁ ରାଜ୍ୟରେ ଅବସ୍ଥିତ। ଏବେ ଆସନ୍ତୁ ଆମେ ଜାଣିବା ଚେନ୍ନାଇ ସି ପୋର୍ଟ ସମ୍ପର୍କରେ। ଏହା ହେଉଛି ଭାରତର ସର୍ବପୁରାତନ ବନ୍ଦର ବା ଦି ମୋଷ୍ଟ ଓଲ୍ଡେଷ୍ଟ ସି ପୋର୍ଟ। ଏହି ବନ୍ଦରଟି ତାମିଲନାଡୁ ରାଜ୍ୟରେ ଅବସ୍ଥିତ। ଏହି ଚେନ୍ନାଇ ନିକଟସ୍ଥ ତାମିଲନାଡୁର ଆଉ ଏକ ସି ପୋର୍ଟ ହେଉଛି ଏନ୍ନୋର ସି ପୋର୍ଟ। ଏହା ତାମିଲନାଡୁର ତୃତୀୟ ବନ୍ଦର ରୂପେ ପରିଚିତ। ବର୍ତ୍ତମାନ ଜାଣିବା ବିଶାଖାପଟ୍ଟନମ ସି ପୋର୍ଟ ସମ୍ପର୍କରେ। ଏହା ଦେଶର ସବୁଠାରୁ ସୁରକ୍ଷିତ ବନ୍ଦର ବା ଦି ମୋଷ୍ଟ ସିକ୍ୟୁର ସି ପୋର୍ଟ ନାମରେ ପରିଚିତ। ଏହି ବନ୍ଦରଟି ଆନ୍ଧ୍ରପ୍ରଦେଶ ରାଜ୍ୟରେ ଅବସ୍ଥିତ। ଏବେ ଆସନ୍ତୁ ଜାଣିବା ପାରାଦୀପ ସି ପୋର୍ଟ ସମ୍ପର୍କରେ। ଏହି ବନ୍ଦରଟି ବିଦେଶକୁ ଚାଉଳ ରପ୍ତାନି ବା ରାଇସ୍ ଏକ୍ସପୋର୍ଟ ପାଇଁ ପ୍ରସିଦ୍ଧ ଅଟେ। ଏହି ବନ୍ଦରଟି ଆମ ରାଜ୍ୟର ତଥା ଓଡ଼ିଶା ରାଜ୍ୟରେ ଅବସ୍ଥିତ। ପରବର୍ତ୍ତୀ ସି ପୋର୍ଟ ହେଉଛି କୋଲକାତା ସି ପୋର୍ଟ ବା ହଳଦିଆ ସି ପୋର୍ଟ ନାମରେ ମଧ୍ୟ ଏହା ପରିଚିତ। ଏହା ଦେଶର ଏକମାତ୍ର ପୋର୍ଟ ଯେଉଁଟିକୁ ଦେଶରେ ନଦୀରେ ନିର୍ମାଣ କରାଯାଇଛି। ଗଙ୍ଗା ନଦୀର ଶାଖା ନଦୀ ହୁଗୁଳି ନଦୀରେ ଏହି ବନ୍ଦରଟି ନିର୍ମିତ ହୋଇଛି। ଏହା ପଶ୍ଚିମବଙ୍ଗ ରାଜ୍ୟରେ ଅବସ୍ଥିତ। ବର୍ତ୍ତମାନ ଜାଣିବା ପୋର୍ଟ ବ୍ଲେୟାର ସି ପୋର୍ଟ ସମ୍ପର୍କରେ। ଆଲୋଚିତ ହୋଇଥିବା ମେଜର ସି ପୋର୍ଟ ମଧ୍ୟରୁ ଏହି ବନ୍ଦରଟି ସବୁଠାରୁ ଶେଷରେ ନିର୍ମିତ ହୋଇଛି। ଏହି ବନ୍ଦରଟି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଅବସ୍ଥିତ। ଆଜି ଆମେ ଆଲୋଚନା କରିଥିବା ଏହି 13ଟି ଗୁରୁତ୍ୱପୂର୍ଣ୍ଣ ମେଜର ସି ପୋର୍ଟ ଭାରତ ସରକାରଙ୍କର ଅଧୀନରେ ରହିଛି। ଏହା ବ୍ୟତୀତ ଆହୁରି ମଧ୍ୟ ଛୋଟ ବଡ଼ ବନ୍ଦର ଭାରତ ସରକାର ତଥା ବେସରକାର ସ୍ତରରେ କାମ କରୁଛି। ଆଶା କରୁଛି ଆପଣଙ୍କୁ ଏହି ତଥ୍ୟ କୌଣସି କାର୍ଯ୍ୟରେ ନିଶ୍ଚିତ ସହାୟତା ପ୍ରଦାନ କରିବ। ଧନ୍ୟବାଦ।